ଆପଣ ମନା କରନ୍ତୁନି ବାବୁ। ଆପଣ ହେଲେ ଏ ଅଞ୍ଚଳର ଧନୀ ବ୍ୟକ୍ତି, ଆପଣଙ୍କର ଅଚଳାଚଳ ସମ୍ପତ୍ତି। ବାବୁ, ଆପଣ ଯଦି ଏତେ ଟଙ୍କା ଦେବା ପାଇଁ ମନା କରିବେ ତାହେଲେ ମତେ ଏତେ ଗୁଡ଼ିଏ ଟଙ୍କା କିଏ ଦବ ବାବୁ? ଆମେ ଗରିବ ସତ ବାବୁ, ହେଲେ ଆମର ଜବାବ ଗୋଟିଏ। ଆପଣଙ୍କୁ ହାତ ଧରୁଛି ବାବୁ, ଆପଣଙ୍କୁ ନେହୁରା ହଉଛି। ଆପଣ ଦୟାକରି ମତେ ଟିକେ ସାହାଯ୍ୟ କରନ୍ତୁ। ମୁଁ ଆପଣଙ୍କୁ କଥା ଦଉଛି ବାବୁ, ମୋ ଭାଇ ଚାକିରି କରିବାର ଅଳ୍ପ ଦିନ ଭିତରେ ମୁଁ ଆପଣଙ୍କର ସବୁତକ ଟଙ୍କା ସୁଝିଦେବି ବାବୁ, ସବୁତକ ଟଙ୍କା ସୁଝିଦେବି। ଶୁଣ, ତୁ ଆଜି ସମୟ ନଷ୍ଟ ନ କରି ଅନ୍ୟ କେଉଁଠିକୁ ଚାଲିଗଲେ ତ କାମଟା ହୋଇଯିବ। ମୁଁ କିନ୍ତୁ ତତେ ଏତେ ଗୁଡ଼ାଏ ଟଙ୍କା ଦେଇପାରିବିନି। ଆସ ମାମୁ। ଆପଣ ମତେ ମନା କରନ୍ତୁନି ବାବୁ। ତାଛଡ଼ା এই সমୟରେ ଯଦି ଆପଣ ମତେ ମନା କରିବେ ମୋ ପାଠ ପଢୁଆ ଭାଇଟାର ଭବିଷ୍ୟତ ଅନ୍ଧାର ହେଇଯିବ। ମୋର ଏତେ ଦିନର ଆଶା ଭରସା ପରିଶ୍ରମ ସବୁ ମାଟିରେ ମିଶିଯିବ ବାବୁ, ମାଟିରେ ମିଶିଯିବ। ମାମୁ, ତାଙ୍କୁ ତମେ 1,00,000 ଟଙ୍କା ଦେଇଦିଅ। ଧନ୍ୟ କହିବ ମତେ। ତ ମୁଣ୍ଡ ଠିକ ଅଛି ତ? ଲୋକଟାର ଘର ଦ୍ୱାର ପରିଚୟ ଆମେ କିଛି ଦେଖିଲେ କି କିଛି ଜାଣିନେ, ତୁ କଣ ହଠାତ୍ ଟଙ୍କା ଦେବାକୁ କହୁଛୁ? ବାପାରେ, ୟା ନା କଣ ଜାଣିଛୁଟି? ଚଞ୍ଚଳା। ଇଏ ଗଲାବେଳେ ଧନୁରୁ ତୀର ଗଲା ଭଳି ନାକ ସଳକରେ ଯିବ, ଫେରିଲା ବେଳକୁ କାହିଁ କହୁଛୁ ଭଣଜା କିନାରେ କିନାରେ ଫେରିବ? ମାମୁ, ଭଣଜା ତମକୁ ଯାହା କହିଲି ତମେ ସେଇଆ କର। ଧନ୍ୟ କହିବ। ଏ ମୁଁ ଶଳାଟି ଆମ୍ବ ଗୋଟେ ବାଲକ, ଇଏ ତୋଟା ମୂଳ କରିବାର କଣ ଦରକାର? ନେ ବାପା ନେ, ଶଙ୍ଖ ଚିଲ ମୋ ଚାହିଁ ଘରୁ ଏକା ମୁଆଁ ହେଇ ଆସିଥିଲା। ବାବୁ, ମୁଁ ଏଥର ଆସୁଛି ବାବୁ। ଶୁଣ, କିନ୍ତୁ ମୋର ଗୋଟାଏ ସର୍ତ୍ତ। ସର୍ତ୍ତ? କି ସର୍ତ୍ତ ବାବୁ? ମୁଁ ଆପଣଙ୍କର ସବୁ ସର୍ତ୍ତରେ ରାଜି ବାବୁ। କୁହନ୍ତୁ କୁହନ୍ତୁ, ମତେ କଣ କରିବାକୁ ପଡିବ? କଣ ସେ ସର୍ତ୍ତ ବାବୁ? ସର୍ତ୍ତଟା ହେଲା, ମୋ ଭଣଜା ଗୋଟାଏ ମର୍ଡର କରିଛି, କିନ୍ତୁ ସେ ମର୍ଡର ମୋ ଭଣଜା କରିନି। ଏ ଗାଁ ବାଲା ସନ୍ଦେହରେ ମୋ ଭଣଜା ନାଁରେ ଏତାଲା ଦେଇଛନ୍ତି। ସେଇ ମର୍ଡର କେସଟା ଯଦି ତୁ ତୋ ମୁଣ୍ଡକୁ ନେଇ ଯିବୁ ଆଉ ପୋଲିସ ପଚାରିଲେ କହିବୁ ସେ ମର୍ଡର ମୁଁ କରିଛି, ଭଣଜା ବି ଖୁସ୍ ଆଉ ତୁ ବି ଖୁସ୍। ନାଇଁ ବାବୁ, ନାଇଁ, ଏତେ ବଡ଼ କାମ କରିପାରିବିନି ବାବୁ। ଏତେ ବଡ଼ ପାପକୁ ମୁଁ ମୋ ମୁଣ୍ଡକୁ ନେଇପାରିବିନି ବାବୁ। ଦରକାର ନାହିଁ ମୋ ଟଙ୍କା। ନେଇଯାନ୍ତୁ ଆପଣଙ୍କ ଟଙ୍କା, ନେଇଯାନ୍ତୁ। ଦରକାର ନାହିଁ ମୋ ଭାଇର ଚାକିରି। ଆମେ ଦିନେ ଖାଇଲେ ଦିନେ ଉପାସରେ ରହିଯିବୁ ପଛେ, ହେଲେ ଏତେ ବଡ଼ ପାପର ବୋଝଟାକୁ ମୋ ମୁଣ୍ଡକୁ ନେଇପାରିବିନି ବାବୁ, ନେଇପାରିବିନି ମୁଁ, ନେଇପାରିବି। ତା ମୁଣ୍ଡ ଉପରେ ଆମେ କଣ ମର୍ଡର କେସଟା ଲଦି ଦେଇ କୁଆଡେ ଚାଲିଯିବ? ଧନ୍ୟ କହିବ ମତେ। ତୁ କେମିତି ବେଲ୍ରେ ଆସିବୁ ସେଥିପାଇଁ ମୋ ଭଣଜା କରିବେ। ତୋର ବେଲ୍ରେ ଆସିବାର ଯେତେ ଟଙ୍କା ଖର୍ଚ୍ଚ ହବ ସବୁ ମୋ ଭଣଜା କରିବ। କଣ କହୁଛୁ? ଶୀଘ୍ର କହ। ମତେ କ୍ଷମା କରିବେ ବାବୁ, ମୁଁ ଆପଣଙ୍କ ସର୍ତ୍ତରେ ରାଜି ହେଇପାରୁନି, ରାଜି ହେଇପାରୁନି, ମୁଁ ରାଜି ହେଇପାରୁନି। ଭଣଜା
ତୁ ଆମର ଚାଲିଲୁ ଚାଲିଲୁ ଧନ୍ୟ କହିବ ମତେ ଏ ଟଙ୍କା ଦେଲେ ନନ୍ଦନ କାନନ କଣ ବା ଆମେରିକାରୁ ବାଘ ଆସି ଲାଞ୍ଜ ହଲେଇବ ଲାଞ୍ଜ ତା ଭାଇ ଚାକିରି କଲେ କେତେ ନ କଲେ କେତେ ଏଇ ଟିକିଏ ପୂର୍ବରୁ କହୁଥିଲା କଣ ନା ମୋ ଭାଇ ପାଇଁ ସବୁ କିଛି କରିଛି ହେଲେ ତୁ ଜାଣି ଶୁଣି ତୋ ଭାଇର ଭବିଷ୍ୟତଟାକୁ ନଷ୍ଟ କରିଦେଇଛୁ ଏତିକି କଲୁ ଆଉ ଟିକିଏ କରିଥିଲେ ବିଚରାଟା ଚାକିରି ପାଇ ଯାଇଥାନ୍ତା ନହେଲେ ନାଇଁ କଣ ଯା ଚାଲେ ମାମୁ କଥାର ମୁଣ୍ଡ ଖେଳେଇବା ଦରକାର ନୁହେଁ ତାକୁ କିଏ ବିନା ସର୍ତ୍ତରେ ଲକ୍ଷେ ଟଙ୍କା ଦଉଛି ସେ ଆଣୁ ଧନ୍ୟ କହିବ ମତେ ଭାଇ ପରା ମା ପେଟରୁ ଭଗାରି ଇଏ କଳାଟିଏ ଭାବୁଛି କାଳେ ତା ଭାଇ ଚାକିରି କରିଦବ ଏତେ ପାଠ ପଢଉଥିଲୁ କାହିଁକି ତା ଭାଇ ଏତେ ପାଠ ପଢଉଥିଲୁ କାହିଁକି ଚାକିରି କଲେ କେତେ ନ କଲେ କେତେ ନା ସେ ମୂଳ ଲାଗିପାରିବ ନା ସେ ଚାକିରି କରିପାରିବ କଣ କହୁଛୁ ଶୀଘ୍ର କହ ତୁ ଆମ ସର୍ତ୍ତରେ ରାଜି ନା ରାଜି ନ ରାଜି ନା ନାହିଁ ତୁ ଆମ ସର୍ତ୍ତରେ ରାଜି ନା ଶୀଘ୍ର କହ ଶୀଘ୍ର କହ ତୁ ଆମ ସର୍ତ୍ତରେ ରାଜି ନା ରାଜି ନ ହଁ ବାବୁ ମୁଁ ଆପଣଙ୍କ ସର୍ତ୍ତରେ ରାଜି ମୋତେ ଲକ୍ଷେ ଟଙ୍କା ନିହାତି ଦରକାର ମୋତେ ଟଙ୍କା ଦିଅନ୍ତୁ ବାବୁ ମୋତେ ଟଙ୍କା ଦିଅନ୍ତୁ ଧନ୍ୟ କହିବ ମତେ ଏତେ ବିକଳିଙ୍କ ଭଳିଆ କାହିଁ ହଉଛି କିରେ ଆମେ କଣ ଟଙ୍କା ଦଉନଥିଲୁ ନେ ପୁରା ଲକ୍ଷ୍ୟ ଅଛି ଯା ଭାଇଟାକୁ ମଣିଷ କରିଦେ ଆଉ ପାରିବୁନି ଯା ବାବା ଯା ବାବୁ ମୁଁ ଏଥର ଆସୁଛି ବାବୁ ନମସ୍କାର କାମଟା ଯେପରି ଭୁଲି ନ ଯାଉ ମାମୁ ତମ ରିହର୍ସାଲକୁ ମାନିବାକୁ ପଡ଼ିବ ତୁ ପରା ତୋ ମାମୁଁ ଠାରୁ ଚାରି ପାଣି ସରସ ମୋ ଡାଳରେ ଡାଳରେ ଗଲେ ତୁ ଖାଲି ପତରେ ପତରେ ଯାଉ ମାମୁ ଯା ଶିବ ଜୀବିତ କାହା ପାଇଁ ଶିବ ଆଉ କାହା ପାଇଁ ଶିବ ସୁନ୍ଦର 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 ସମନ୍ତ ପରେ ଖାଲି ଭାବିବ ଖରା ଜେଲ ଲାଗୁ ଚାଲିଗଲା ଭାଇ ମାୟା ତୁ ବ୍ୟସ୍ତ ଥିଲା ବୋଲି ଜଣା ପଡୁଛୁ ନାଇଁ ଭାଇ ସେସବୁ କିଛି ନୁହଁ ଆରେ ଚାଲ ଭାଇ ଆସ ଭିତରକୁ ଆସ କିଏ ସେ ପିଲା ଆଜ୍ଞା ନମସ୍କାର ଆଚ୍ଛା ତମ ନା ମୋ ନାଁ ଜ୍ୟୋତି ଦାସ ଜ୍ୟୋତି ବର୍ତ୍ତମାନ ତମେ କଣ କରୁଛ ଓଡ଼ିଶା ପୁଲିସ ଇଣ୍ଟରଭ୍ୟୁ ଦେଇ ପାସ୍ କରି ସିଲେକ୍ସନ ହେଇଯାଇଛି ଆସନ୍ତା 25 ତାରିଖରେ ଇନ୍ସପେକ୍ଟର ଭାବେ ଜଏନ୍ କରିବି ଗୁଡ୍ ଭେରି ଗୁଡ୍ ପାଠ ପଢ଼ାଟା ସରୁ ସରୁ ଚାକିରିଟା ମିଳିଗଲା ସେଇଥିପାଇଁ ମୁଁ ବହୁତ ଖୁସି ତମ ନାଁଟା କଣ ଜ୍ୟୋତି ହଁ ଜ୍ୟୋତି ଆଜିକାଲିର ଚୋର ଡକାୟତ ମାଫିଆ ମାନଙ୍କ ସହିତ ନିଜକୁ ଆଡଜଷ୍ଟ କରି ଚଳିପାରିବ ତ ନିଶ୍ଚିନ୍ତ ସାର୍ ସେଇଥିପାଇଁ ମୁଁ 24 ଘଣ୍ଟା ପ୍ରସ୍ତୁତ ଅଛି ଆୟା ଭାଇ ଚାହା କିମ୍ବା ସରି ଜ୍ୟୋତି
ଭୁଲି ଯାଇଥିଲି। ଆଉ ମାୟା ଏବେ ନୁହେଁ ଆଉ କେତେବେଳେ ଆସିଲେ ପିଲାବି ଠିକ ଅଛି। ମେସର ଆସୁଛି। ନମସ୍କାର ଆଜ୍ଞା। ଭାଇ মায়া যতীনକୁ বড় বড় কৌশলে নিজর କରିବାକୁ ପଡିବ କାହିଁକି ନା ପୋଲିସ ବାଲା ଆମ ନିହାତି ଦରକାର। ଭାଇ ମୋ ନାଁ ହଉଛି ମାୟା। ମୁଁ ଏମିତି ମାୟା ଜାଲ ବିଛେଇ ଦେବି ଯେ ସେ ଆପେ ଆସି ମୋ ମାୟା ଜାଲରେ ଖଞ୍ଜି ଆଉ ମୁଁ ବସ୍ କହିଲେ ବସିବ, ମୁଁ ଉଠ କହିଲେ ଆଉ ସେତେବେଳେ ଶିବ ସୁନ୍ଦର ସାମନ୍ତ ସିଂହ ଗୋଟାଏ ପରେ ଗୋଟାଏ କେସ୍ କରି ଚାଲିଥିବ ଆଉ ଆର ଚାଉଳ प्रमोद बाबू गुड भले प्रमोद बाबू ज्योतिर से खुशी हुई 501 टंका पुरस्कृत କରିଛନ୍ତି ଏଣୁ ଅନୁଷ୍ଠାନ ତରଫରୁ ତାଙ୍କୁ ଅଶେଷ ଅଶେଷ କୃତଜ୍ଞତା ଧନ୍ୟବାଦ। ବିଳମ୍ବରେ ଆସିବା କେତେ ଯେ ଯନ୍ତ୍ରଣାଦାୟକ ସେ କାହିଁ ବୁଝିବ। ସତରେ ବନ୍ଦନା ପରି ଭଳି ଝିଅଟିଏ, ଖାଲି ପରି ନୁହେଁ ତ ସେ ହେଉଛି ଗୋଟେ ଭଲ ପାଇବାର ମୂର୍ତ୍ତିମନ୍ତ ବିଗ୍ରହଟିଏ। ମୁଁ ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଛି ସେ ବନ୍ଦନା ଯେମିତି ମୋର ଚିରଜୀବନର ଜୀବନ ସାଥୀ ହେଇ ରହୁ। ବିଳମ୍ବ ଯୋଗୁଁ କ୍ଷମା ମାଗୁଛି। ଆରେ ପ୍ରତୀକ୍ଷା ଯଦି ବା ଯନ୍ତ୍ରଣାଦାୟକ କିନ୍ତୁ ତା ମଧ୍ୟରେ ଅନେକ ଆନନ୍ଦ ଭରି ରହିଛି। ଆଚ୍ଛା ବାବୁ ତାହେଲେ ୟା ଭିତରେ ଗୋଟେ ବଡ ଭାବୁକ କିମ୍ବା ଦାର୍ଶନିକ ପାଲଟି ଯାଇଛନ୍ତି। ନାଇଁ ବନ୍ଦନା, ଏଇ ଦେଖିପାରୁଛ ପ୍ରକୃତିର ଏଇ ମନଲୋଭା ଦୃଶ୍ୟ ଆଉ ଅସ୍ତଗାମୀ ଦିନମଣିଙ୍କର ସ୍ୱର୍ଣ୍ଣିମ ଆଭା ଆଉ ସେଇ ପକ୍ଷୀ ମାନଙ୍କର ମଧୁର ପାକଳି ଆଉ ନାଉରିଆର ମଧୁର ସଙ୍ଗୀତ ଆରେ ଯେକୌଣସି ବ୍ୟକ୍ତିକୁ ବି ରୋମାଣ୍ଟିକ କରିଦେଇପାରେ। ଛାଡ଼ ସେ କଥା। ମୋ ମତରେ ପ୍ରତ୍ୟେକ କବି ପ୍ରକୃତିର ପାଗଳ। ଏ ବନ୍ଦନା, ତମେ ଯଦି ମୋ ଜୀବନକୁ ଆସିନଥାନ୍ତୁ ନା କି ତାହେଲେ ମୁଁ ତମ ଜୀବନର ମରୁଦ୍ୟାନ ସାଜି ସାରିଥାନ୍ତି। ଆଉ ଯୋଉ ଦିନଠୁ ତମେ ମୋ ଜୀବନକୁ ଆସି ସାରିଲ ମୁଁ ଯଦି ଆସିନଥିଲେ ବି ମୁଁ ଢାଳ କମ୍ବଳ ଧରି ମୁଁ ହିମାଳୟକୁ ଯାଇ ବୈରାଗୀ ପାଲଟି ଯାଇଥାନ୍ତି। ପ୍ରୀତମ ତମେ ଗୋଟେ ଧନୀ ଘରର ପୁଅ। ତମେ ଚାହିଁଥିଲେ ଅନେକ ଧନୀ ଘରର ଝିଅମାନେ ତମ ଆଗ ପଛରେ ଘୁରି ବୁଲିଥାନ୍ତେ। ମାନୁଛି ତୁମ କଥାରେ ସତ୍ୟତା ଅଛି। ଆରେ ସେମାନେ କଣ ମତେ ଏତେ ଭଲ ପାଇବା ଦେଇ ପାରିଥାନ୍ତେ? ଆଉ ଯଦି ଭଲ ପାଇବା ମତେ ଦେଇଥାନ୍ତେ ମୁଁ ସେଠାରେ କେବେ ବି ରହିପାରିନଥାନ୍ତି, ସେଠାରେ ଅଣନିଶ୍ୱାସୀ ହେଇଯାଇଥାନ୍ତି। ହେଲେ ତମେ ମୋ ପାଖରେ ଏମିତି କଣ ଦେଖିଲ ଯେ ତମ ପରିବାରର ବାଧା ଆଉ ଏ ସମାଜର ଧନୀ ଗରିବର ପାଚେରୀକୁ ଖାତିର ନ କରି ମତେ ତମ ଜୀବନ ସାଥୀ କରିବା ପାଇଁ ତମେ ଆଗେଇ ଆସିଲ। ଧନରୁ ପ୍ରକୃତ ଶିଖ ମିଳେ ନାହିଁ ବନ୍ଦନା। ତମେ କହିଲ ବନ୍ଦନା, ପଙ୍କରୁ ପଦ୍ମ, ଶାମୁକାରୁ ମୁକ୍ତା ଆଉ ସେଇ କଳା ମେଘ ମଧ୍ୟରୁ ବିଜୁଳିର ସ୍ୱର୍ଣ୍ଣିମ ଝଲକ କାହିଁକି ସୃଷ୍ଟି ହୋଇଛି? ଆରେ
तम परिवार को धन देना भगवान सत हेले देइचंती गोटे अति संस्कार आउ देइचंती गोटे कोटिपति हृदय मते किंतु भारी डर लागुची प्रीतम मो भली गोटे दुखिनी पाखरु भगवान सब सुख को छड़े नेबेनी तो केबे भी छड़े नेबेनी सुन मो कलिकता जीवार अछि मोर सेठी गोटे एग्जाम अछि आउ सेठारु फेलला परे छाया सहित काया मिसिला परी मु तमरा चतुर्पार्श्व घुली बुलथुबी आउ सुन तमे तमे आकाश हेले मो पालटी जीवी तुम पृथ्वी आउ तुमरी भितरे मु तमर प्रतिबिंब ही देखिबी आउ कहा नुहे मो भली गोटे अभागी नहु तमे पादरे आड़े देबनी तो जननी भगिनी जाया नारीर ए तीनोटी रूप को मो सब बेले सम्मान दे आसीची हाँ वंदना छाड़ से कथा तमे कहलो मु जो कलिकता एग्जाम देबा को जीवी सेठू कोन नहीं के आसबी तुम पई निस्वार्थ भल पाइबा भितरे दबा नबार प्रश्न उठेनी प्रीतम मु केवल तमर निश्चित भल पाइबा को चाहे ए वंदना ताहले तमे मते ए जाय चिन्हि पारलो नाही हां तमे जदि मते कलिकता रु किछि आनिबा को मना कर ताहले मु तम साथे जम्मा कथा देबी बाबू ताहले रागी गले बधे हौ एथर अभिमान पूरा पूरी छाड़ी दो हाँ कलिकता रु आसिला बेले तमे मो पई कोन आनिबो कोन आनिबो हाँ कलिकता रु फेरिला बेले तू तमे मो पई ना गोटे गजर मालठी नै आसीबो आउ से उपहारटा सुखी गले मध्य मु ताकू सारा जीवन मो पाखरे साइति रखिबी ए वंदना सेई कलिकतार दोकान बजार ऊपर आखि झलसा करथुवा जग ऊपर आखि जदि थरे पड़ी जाए ना सेटा केबे फेरी हुए ना आ तमे कहूछ मु मो प्रेमिका पई गोटे सामान्य गजरा माल आनिबी हाँ सेई गजरा मालठी आम प्रथम प्रेमर प्रथम स्मृति होई रहिबो मु ताकू सारा जीवन मो पाखरे साइति रखिबी ए देखिलो सूर्य बुड़ीबा को बसिलेनी मु ताहले बे आसुची हां बाय Bye.
ଆଜି ବୁଧାକୁ ପାନ ନାମ ଦେବାକୁ ପଡିବ। ଥୋଲା ବୁଧାତି ମୋ ବାହାଘର ଭିତରେ ଟିକେ ହେଲେ ବି ଚିନ୍ତା କରୁନି। ଅଲତା ମୋ ମୁହଁ ଖୋଲି ତ ଲତା ଥର ମତେ ଦିଆ କରି ମୁହଁ ଖୋଲି କହିଲି ତଥାପି କହୁଛି କଣ ନା ତୁ ପିଲାଟା ହେଲେ ମୋଦି ହେଇଥିବୁ। ହେଇଛି ମୁଁ କଣ ତମକୁ ପିଲାଟା ଭଳିଆ ଦେଖାଯାଉଛି? ନା ନା ମୁଁ କଣ ତମକୁ ପିଲାଟା ଭଳିଆ ଦେଖାଯାଉଛି? ଏଇ ବୟସରେ ହେଲେ ତା ଟାଇମଟା ଟିକେ ଅଲଗା ନା କଣ କହୁନା?
ଏପର୍ଯ୍ୟନ୍ତ ଆସିଲା ନାହିଁ କାହିଁକି? Thank you.